ହେବା ନିଷ୍ପତ୍ତି କେବଳ ସ୍ତ୍ରୀର, ଏଥିରେ କାହାର ବି ଅଧିକାର ନାହିଁ। ମଧ୍ୟପ୍ରଦେଶ ହାଇକୋର୍ଟ ଇନ୍ଦୋର ବେଞ୍ଚ ମହିଳାଙ୍କ ପ୍ରଜନନ ଅଧିକାର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଜାରି କରିଛନ୍ତି। କୋର୍ଟ କହିଛନ୍ତି ଯେ କୌଣସି ମହିଳାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଗର୍ଭଧାରଣ ଜାରି ରଖିବାକୁ ବାଧ୍ୟ କରାଯାଇପାରିବ ନାହିଁ। ମହିଳାଙ୍କ ମର୍ଯ୍ୟାଦା, ମାନସିକ ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ସ୍ୱାଧୀନତା ସାମ୍ବିଧାନିକ ଭାବରେ ସୁରକ୍ଷିତ ଅଧିକାର। ହାଇକୋର୍ଟ 13 ସପ୍ତାହର ଗର୍ଭବତୀ ମହିଳାଙ୍କୁ ଗର୍ଭପାତ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ହାଇକୋର୍ଟ 23 ଜୁନରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ମାମଲାଟି ଇନ୍ଦୋର ଡିଭିଜନର ଏକ ହାଇ ପ୍ରୋଫାଇଲ ଦମ୍ପତିଙ୍କ ସହିତ ଜଡ଼ିତ, ଯେଉଁମାନେ 2 ବର୍ଷ ଧରି ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଏବଂ ବିବାଦ ବଢ଼ିବା ପରେ ପତ୍ନୀ ପୃଥକ ଭାବରେ ରହିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ପତ୍ନୀ 13 ସପ୍ତାହ ଗର୍ଭବତୀ ଥିଲେ। ଯେତେବେଳେ ମହିଳା ଜଣକ ପୃଥକ ଭାବରେ ରହିବା ଆରମ୍ଭ କଲେ, ସେ ଆଉ ପିଲା ଜନ୍ମ କରିବାକୁ ଚାହୁଁନଥିଲେ। ତେଣୁ ସେ ହାଇକୋର୍ଟରେ ଏକ ଆବେଦନ ଦାୟର କଲେ। ପରବର୍ତ୍ତୀ ସମୟରେ କୋର୍ଟ ଜଣେ 13 ସପ୍ତାହ ଗର୍ଭବତୀ ବିବାହିତ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଥିଲେ। ଏହା ମଧ୍ୟ ସ୍ପଷ୍ଟ କରିଥିଲା ଯେ ଯଦି ଗର୍ଭଧାରଣ ଆଇନଗତ ଅବଧି ମଧ୍ୟରେ ହୁଏ, ତେବେ ମହିଳା ଗର୍ଭଧାରଣ ଜାରି ରଖିବେ କି ନାହିଁ ତାହା ନିଜେ ନିଷ୍ପତ୍ତି ନେଇପାରିବେ। ଗର୍ଭପାତ ପାଇଁ ତାଙ୍କ ସ୍ୱାମୀଙ୍କ ସମ୍ମତି ଆବଶ୍ୟକ ନୁହେଁ। ଅଦାଲତ କହିଛନ୍ତି ଏକ ଅବାଞ୍ଛିତ ଗର୍ଭଧାରଣ ମାନସିକ ଏବଂ ଶାରୀରିକ ପ୍ରଭାବ ମହିଳାଙ୍କ ଉପରେ ସର୍ବାଧିକ ଥାଏ। ତେଣୁ ଗର୍ଭଧାରଣ ଜାରି ରଖିବେ କି ନାହିଁ ସେ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ମହିଳାଙ୍କ ଉପରେ ନିର୍ଭର କରେ। କୋର୍ଟ କହିଛନ୍ତି ମହିଳାଙ୍କ ଗର୍ଭଧାରଣ 13 ସପ୍ତାହ ଏବଂ 1 ଦିନ ଥିଲା, ଯାହା ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗନେନ୍ସି ଆଇନ 1971ର ନିର୍ଦ୍ଧାରିତ ସୀମା ମଧ୍ୟରେ। ଏପରି କ୍ଷେତ୍ରରେ ଆଇନ ଅନୁଯାୟୀ କ୍ଷମତାପ୍ରାପ୍ତ ଡାକ୍ତରମାନେ ଗର୍ଭପାତ ପ୍ରକ୍ରିୟା କରିପାରିବେ। ବ୍ୟୁରୋ ରିପୋର୍ଟ, ସ୍ୱର୍ଣ୍ଣ ନ୍ୟୁଜ୍।